କୁହାଯାଏ ନା ମଣିଷ ଯେଉଁ ଜିନିଷଟାକୁ ଡରେ ତା ସାଙ୍ଗରେ ସେ ଜିନିଷଟା ନିଶ୍ଚିନ୍ତ ଭଗବାନ କରନ୍ତି। କ'ଣ ପାଇଁ ସେଇଟା ତ ମୁଁ ଜାଣିନି, ହେଲେ ମୋର ଗୋଟେ ଏକ୍ସପିରିଏନ୍ସରୁ ମୁଁ କହିଲି। ଗୋଟେ ନାଇଁ, ବହୁତ ସାରା ଏକ୍ସପିରିଏନ୍ସ ରହିଛି। ତ ମୋତେ ନା ଗୋଟେ ଡର ଥାଏ, ମାନେ ସବୁବେଳେ ମୁଁ ଛୋଟବେଳୁ ନା ଜୀବଜନ୍ତୁଙ୍କ ପ୍ରତି ମୋତେ ଗୋଟେ ଅଲଗା ଡର ରହିଛି। ଥରେ ଛୋଟଟେ ହେଇଥିଲି, ଛୋଟ ମାନେ ଏତେ ବି ଛୋଟ ନାହିଁ, ସ୍କୁଲରେ ପଢ଼ୁଥିଲି, 8 ନା 9ରେ ଥିଲି ମୁଁ। ମୋତେ ନା ଗୋଟେ ଷଣ୍ଢଟେ ମାରି ଦେଇଥିଲା। ମାନେ ମୁଁ ସାଇକେଲ ଚଲେଇକି ଆସୁଥିଲି, ସିଏ ମୋତେ ଏମିତି ରାସ୍ତାରେ ମାରିଥିଲା, ମାନେ ପିଟି ଦେଇଥିଲା ଯେ ମୁଁ ଓଲଟିକି ରାସ୍ତାରେ ପୁରା ପଡ଼ିଯାଇଥିଲି। ତ ସେଦିନଠୁ ଆଉ ଟିକେ ଡରଟା ବଢ଼ିଯାଇଛି। ତ ଯେହେତୁ ଏତେ ଡର ଅଛି, ସବୁବେଳେ ମୁଁ ଡରେ କି କ'ଣ କାମୁଡ଼ିଦେବ, ସାପ ଏସବୁ। ସାପ ବି ଥରେ ମୁଁ ଛୋଟ ହେଇଥିଲି ନା, ସାପ ଗୋଟେ ଥର ମୁଁ ଆମର ଯେଉଁ ଛଣ ଗଦା ନଥାଏ କି, ସେଇଠି ଭାଇ ମୁଁ ଆମେ ସବୁ ଖେଳିଲା ବେଳେ ମୁଁ ରୁଷିକି ଯାଇକି ବସି ପଡ଼ିଥିଲି ଯେ ମୋତେ ଦୋଳି କାହିଁକି ସେମାନେ ଖେଳିବାକୁ ଦେଉନାହାନ୍ତି। ଛୋଟଟେ ହେଇଥିଲି। ସେଇ ଟାଇମ୍ରେ ବି ନା ମୋ ପିଠି ଭିତରେ ସାପ ପଶି ଯାଇଥିଲା, ମାନେ ମୋ ଡ୍ରେସ୍ ଭିତରେ ପିଠିରେ ସାପଟା ପଶିକି ଥିଲା। ତ ଏସବୁ ବହୁତ କିଛି ମୋ ସାଙ୍ଗରେ ହେଇଛି। ତ ସେମିତି କିଛି ଆଜି ବି ହେଇଛି, ଯେଉଁଟାକି ମାନେ ସକାଳୁ ସକାଳୁ ମୁଁ ଶୋଇଥିଲି ନା, ମୋତେ ମୂଷା କାମୁଡ଼ି ଦେଇଥିଲା। ମୂଷା କିଛି ଚିନ୍ତା ମୁଁ ଦେଖିନି ଭଲସେ, କିନ୍ତୁ କ'ଣ ଗୋଟେ ଦୌଡ଼ିକି ପଳେଇଲା, ଅନ୍ଧାର ହେଇଥିଲା, ତ ଟିକେ କୋର କୋର କରି କାମୁଡ଼ି ଦେଇଥିଲା। ତେଣୁକରି ମୁଁ ଆସିଯାଇଥିଲି ହସ୍ପିଟାଲ ଦେଖାଇବା ପାଇଁ ଡକ୍ଟରଙ୍କୁ। ତ ଡକ୍ଟରଙ୍କର ପରାମର୍ଶ ଅନୁଯାୟୀ ଆଣ୍ଟି ରାବିସ୍ ଇଞ୍ଜେକ୍ସନ୍ ଲାଗୁଛି ଏବେ। ତା ସହିତ ମୋର ଟିଟି ବି ଲଗା ହେଇଯାଇଛି, ଯେଉଁଟାକି ନିହାତି ଦରକାର। ଆପଣ ଆଣ୍ଟି ରାବିସ୍ ନ ଲଗାଇ ପାରନ୍ତି। କେତେଜଣ ଡକ୍ଟର ପରେ କହିଲେ କି ନାଇଁ, ଯେହେତୁ ମୂଷା କାମୁଡ଼ା ସେଇଟାରେ ଆଣ୍ଟି ରାବିସ୍ ଲାଗିବନି, କେବଳ କୁକୁର କିମ୍ବା ବିଲେଇ ଆଉ ମାଙ୍କଡ଼ କାମୁଡ଼ିଲେ ଆଣ୍ଟି ରାବିସ୍ ଲାଗେ। ମୁଁ କହିଲି ନାଇଁ, ତଥାପି ଯେହେତୁ ଷ୍ଟାର୍ଟ କରିସାରିଲେଣି ତ ଲଗାଇଦେବାଟା ବହୁତ ଭଲ। ତ ଏମିତି କିଛି ଥିଲା ଆଜିର ଦିନ। ସକାଳଟା ଇଞ୍ଜେକ୍ସନ୍ ଲାଗିବାରେ କଟିଥିଲା, ପୁଣି ସନ୍ଧ୍ୟାଟା କଟିଥିଲା ଭାଇ ସହିତ। ଭାଇ ମୁଁ ଖାଇଥିଲୁ କ'ଣ, ଦୋସା, ତା ସହିତ ଦହିବରା, ତା ସହିତ ଗୁପଚୁପ୍ ବି ଖିଆ ହେଇଥିଲା। ବହୁତ ବଢ଼ିଆ ବଢ଼ିଆ ସବୁ ଖାଇବା ଖାଇଥିଲୁ। ତ ମୁଁ ଭାବେ ଭ୍ୟାକ୍ସିନେସନ୍ଟା ନିହାତି ଜରୁରୀ। ଯଦି ଆଚ୍ଛା, ମୁଁ ଆଜି ଯେତେବେଳେ ଯାଇଥିଲି ନା ଆଣ୍ଟି ରାବିସ୍ ଲଗାଇବା ପାଇଁ, ସେଇଠି ନା ଦେଖିଥିଲି କି ବହୁତ ସାରା ଲୋକ ଆସିଥିଲେ। କେତେଜଣ ଅଣଦେଖା କରିଦିଅନ୍ତି କି ନାଇଁ, କ'ଣ କୁକୁର ଟିକେ ନଖ ମାରିଦେଇଛି କି ବିଲେଇ ଟିକେ ନଖ ମାରିଦେଇଛି, ଯେଉଁଟାକି ବହୁତ ଖରାପ ଜିନିଷ। ଜମା ବି ସେମିତି ନେଗ୍ଲେକ୍ଟ କରିବା କଥା ନୁହେଁ, କାହିଁକିନା ଜୀବଜନ୍ତୁଙ୍କର ଆପଣମାନେ ଆଜିକାଲି ଦେଖୁଛନ୍ତି କେତେ ସବୁ ଅସୁବିଧା ହେଉଛି। ମାନେ ଜଳାତଙ୍କ ପାଇଁ ବହୁତ କିଛି ପ୍ରକାର ଅସୁବିଧା ହେଉଛି, ଡେଥ୍ ବି ହେଇଯାଉଛି ଲୋକଙ୍କର। ସେଥିପାଇଁ ଏସବୁ ଜିନିଷ ପ୍ରତି ଟିକେ ସଜାଗ ହୁଅନ୍ତୁ। ଭ୍ୟାକ୍ସିନେସନ୍ ନିଶ୍ଚିନ୍ତ କରାନ୍ତୁ ଯଦି କିଛି ଜୀବଜନ୍ତୁଙ୍କ ଦ୍ୱାରା ଆପଣଙ୍କର ନଖ ଲାଗିଥାଉ କିମ୍ବା କାମୁଡ଼ିଥାନ୍ତୁ, ଯାହା ବି ହଉ। ତ ଆମେ ଯଦି ସଜାଗ ନ ହେବା ତ କ'ଣ ଆଉ କିଏ ହେବେ, ଠିକ୍ ନା? ତ ଭିଡ଼ିଓଟି ଭଲ ଲାଗିଥିଲେ, ଯଦି ବହୁତ ଭଲ ଲାଗିଥିବ ଫଲୋ କରିବେ, ଆଉ ଭଲ ଲାଗିଥିଲେ ଲାଇକ୍ କରିବେ, କମେଣ୍ଟ କରିବେ। ଏଇଠୁ ଆମେ ଫେରିଥିଲୁ ଭାଇ, ମୁଁ, କୃଷ୍ଣା, ଖାଇ ପିଇ ସାରିକି ଠାକୁରଙ୍କ ପାଖରେ ଟିକେ ଦର୍ଶନ କରିକି ଘରକୁ ଆସିଥିଲୁ।